ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାରଦୋଲା ପଞ୍ଚାୟତର ପଞ୍ଚାୟତ ସାହି ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ସୁଭାଷ ଚନ୍ଦ୍ର ସାହୁଙ୍କର ଗତ ରବିବାର ଦିନ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଥିବାବେଳେ ଉତ୍ତମ ଶିକ୍ଷାଦାନ ପାଇଁ ଅଞ୍ଚଳରେ ବେଶ୍ ସୁନାମ ଅର୍ଜନ କରିଥିଲେ। ବ୍ଲକ ଗ୍ରାଣ୍ଡ ଶିକ୍ଷକ ଭାବେ ଚାକିରି କରି ଅବସର ନେବା ପରେ ନିଜର ଏକ ଶିକ୍ଷା ଅନୁଷ୍ଠାନ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଆସୁଥିଲେ। ତାଙ୍କଠାରୁ ଶିକ୍ଷା ଲାଭ କରି ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ସେ ଜଣେ ମେଳାପୀ, ସ୍ପଷ୍ଟବାଦୀ, ପରୋପକାରୀ ଓ ପଶୁପ୍ରେମୀ ଉତ୍ତମ ଶିକ୍ଷକ ଥିବାରୁ ସୁଭାଷ ସାହୁଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୁଭାଷ ସାହୁଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଶେଷ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମୃତ୍ୟୁ ବେଳକୁ ତାଙ୍କ 63 ବର୍ଷ ହୋଇଥିଲା। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା, ଯେଉଁଠାରେ କି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ, ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଶୋକାକୁଳ ପରିବେଶରେ ଗ୍ରାମ ସଂସାନରେ ତାଙ୍କର ମର ଶରୀରକୁ ସଂସ୍କାର କରିବା ସହ ଶେଷକୃତ୍ୟ କରାଯାଇଥିଲା। ରୀତିନୀତି ବିଧି ଅନୁଯାୟୀ ତାଙ୍କ ନିଜ ପୁତୁରା ମୁଖାଗ୍ନି ଦେଇଥିଲେ। ନୟାଗଡ଼ରୁ ଆମ ଖବର, ଆମ ସଂସ୍କୃତି।